ଯେତେବେଳେ ତାକୁ ଧରିଥିଲା ବର୍ଷା ଯେ ଅଲଗା ଝିଅଙ୍କ ସହିତ ତ ସିଏ ସେତେବେଳେ ତାକୁ ରୋକିବାକୁ ଟ୍ରାଏ କରିଥିଲା କି ମୋ ସ୍ୱାମୀ ଖରାପ ବାଟକୁ ନ ଯାଆନ୍ତୁ ବଟ୍ ଇଏ ତାକୁ ମାନି ନଥିଲା ଲୁଚିକି ତାକୁ ଯିବା ଅଲଗା ଝିଅମାନଙ୍କ ସହିତ ଏସବୁ ଅଫେୟାର କରିବା ବହୁତ ଜାଗାରେ ମିଛ କହିକି ଯିବା ସେ ଆଗ ଫାଷ୍ଟ ପଚାରନ୍ତି ବର୍ଷା ଘରେ ଅଛି କି ନାହିଁ ତାପରେ ଘରେ ଅଛି କି ନାହିଁ ପଚାରିଲା ପରେ ଏମାନେ ସେଇ ସବୁ କାଣ୍ଡ କରନ୍ତି। ଗୋଟେ ଜିନିଷ ହଉଛି ତାଙ୍କର ମ୍ୟାରେଜ ପୂର୍ବରୁ ବହୁତ ଭଲ ରିଲେସନ ଥିଲା ଯେମାନେ ସେମାନେ ଯେହେତୁ କ୍ରିଏଟର ଅଛନ୍ତି ତ ମୁଁ ତାଙ୍କୁ ସେବେଠୁ ଜାଣିଛି ବହୁତ ଭଲ ଚାଲିଥିଲା କିନ୍ତୁ ମ୍ୟାରେଜ ପରେ ଧୀରେ ଧୀରେ ତାଙ୍କର ଏଇ ସବୁ କଣ୍ଟ୍ରୋଭର୍ସି ଷ୍ଟାର୍ଟ ହେଲା ହଁ ଝଗଡ଼ା ଝାଟି ତାକୁ ବାହାର କରିଦେବା ଘରୁ ତ ବହୁତ ସାରା ଜିନିଷ ହେଇଥିଲା ଯୋଉଟା କି ବର୍ଷାକୁ ସେ ବାହାର କଲା ପରେ ବି ବର୍ଷା କହିଥିଲା କି ନାଇଁ ମୁଁ ରହିବାକୁ ଚାହୁଁଛି ତ ଏମାନେ ତାକୁ କହିଥିଲେ ନାଇଁ ଆମେ 7-8 2-3 ଦିନ ଭିତରେ ମାସ ଭିତରେ ଆମେ ତାକୁ ଅଲରେଡି ସର୍ଟ ଆଉଟ୍ କରିବୁ ବୋଲି ସେ ଭାବିଥିଲା ବଟ୍ ଏତେ ବାଟ ଯିବ ବୋଲିକି ସେଇଟା ଆମେ ଜାଣିନଥିଲୁ। ଠିକ ଅଛି ବର୍ତ୍ତମାନ କଣ କହିବେ ଯେ ଉଭୟଙ୍କ ଭିତରେ ଦାମ୍ପତ୍ୟ କହି ଆସିକି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେ ତାର ସମାଧାନ ବାଟ କଣ? ଦେଖନ୍ତୁ ଏତେ ବାଟ ହେଲା ପରେ ତ ଆଉ ଦି ଜଣ ଯାକ ସାଙ୍ଗ ହେଇକି ରହିପାରିବେନି କାରଣ ବର୍ଷା ତାଙ୍କୁ ବହୁତ ହି ଚାନ୍ସ ଦେଇଥିଲେ ଯେହେତୁ ଏତେ 7-8 ମାସ ହେଇଗଲାଣି ତ ସେ ଭାବିଥିଲେ କଣ କି ହେଲା ପରେ ଧୀରେ ଧୀରେ ମ୍ୟାଟରଟା ସଲ୍ଭ ହେଇଯିବ ଦେନ୍ ଆମେ ଦି ଜଣ ଉଭୟ ଏକାଠି ରହିବୁ ତ ଆମେ ଦେଖିଲା ବେଳକୁ ଏବେ ତ ସୋସିଆଲ ମିଡ଼ିଆରେ ଦାଣ୍ଡରେ ପଡ଼ିକି ଘାଟରେ ଗଡ଼ିଲାଣି କଥା ତ ଦି ଜଣ ଯାକ ଆଉ ଏକାଠି ହେଇପାରିବେନି ବେଟର ହବ ତାକୁ ତାର ଜିନିଷ ଫେରେଇ ଦିଅନ୍ତୁ ତ ସେମାନେ ଅଲଗା ରୁହନ୍ତୁ। ମ୍ୟାଡ଼ାମ ସୁଟିଂ ସେଟ୍ରେ ମାଡ଼ ମାରିବା ଘଟଣା ବର୍ଷା ଗୋଟେ ଭିଡ଼ିଓ ଦେଖିଲେ ଆମ ଲାଇଭରେ ବୁଲୁଆ ମଧ୍ୟ ମାନିଲେ ପରକିଆ ଆପଣ ଯେଉଁ ସାଙ୍ଗ ହିସାବରେ ସେ କେବେ କହିଛନ୍ତି ଆପଣଙ୍କୁ ଯେ ପାରିବାରିକ ଜୀବନ ଅଶାନ୍ତି ହେଉଛି ମାଡ଼ ମାରିବା ଘଟଣା? ହଁ ଏଇଟା ଜିନିଷ ମୁଁ ଜାଣିଥିଲି ସେ ଯୋଉ ହଁ ଏକ୍ଜାକ୍ଟଲି ଏଇ ଜିନିଷ ମୁଁ ଜାଣିଥିଲି ମାଡ଼ ମାରିବା ଏଇସବୁ କରିବା ଫିର୍ ବି ବର୍ଷା ତାକୁ ସହିକି ଥିଲା ଯେ ଏଥିପାଇଁକା ତା ସ୍ୱାମୀ ଥିଲା ତାକୁ ସେ ଦେଖନ୍ତୁ ଗୋଟେ ଜିନିଷ ହଉଛି ଯେତେବେଳେ ତାକୁ ଧରିଥିଲା ବର୍ଷା ଯେ ଅଲଗା ଝିଅଙ୍କ ସହିତ ତ ସିଏ ସେତେବେଳେ ତାକୁ ରୋକିବାକୁ ଟ୍ରାଏ କରିଥିଲା କି ମୋ ସ୍ୱାମୀ ଖରାପ ବାଟକୁ ନ ଯାଆନ୍ତୁ ବଟ୍ ଇଏ ତାକୁ ମାନି ନଥିଲା ଲୁଚିକି ତାକୁ ଯିବା ଅଲଗା ଝିଅମାନଙ୍କ ସହିତ ଏସବୁ ଅଫେୟାର କରିବା ବହୁତ ଜାଗାରେ ମିଛ କହିକି ଯିବା ସେ ଆଗ ଫାଷ୍ଟ ପଚାରନ୍ତି ବର୍ଷା ଘରେ ଅଛି କି ନାହିଁ ତାପରେ ଘରେ ଅଛି କି ନାହିଁ ପଚାରିଲା ପରେ ଏମାନେ ସେଇ ସବୁ କାଣ୍ଡ କରନ୍ତି। ଆପଣ ଏସବୁ କଥା ଜାଣିଛନ୍ତି? ମୁଁ ଜାଣିଛି ଏଗୁଡ଼ା ସବୁ। ଏ ବିବାଦ ବାହାଘର ତାଙ୍କ ଭଲ ପାଇବା ହେଉଛି 8 ବର୍ଷର ଭଲ ପାଇବା ପ୍ରେମ ବିବାହ 8 ମାସରେ ଶେଷ ହେଇଯିବ ଏ ପରକୀୟା ପ୍ରୀତି ଆଉ ଚରିତ୍ରକୁ ସନ୍ଦେହକୁ ନେଇକି। ଶୁଣନ୍ତୁ ଗୋଟେ ଜିନିଷ ହଉଛି ଆମ ବାପା ମା ଯେତେବେଳେ ଥିଲେ ସେମାନେ ମାନେ ଆଜିକି 60 ଇୟର୍ସ ହେଲାଣି 70 ଇୟର୍ସ ସେମାନଙ୍କୁ ହେଲାଣି ସେମାନଙ୍କ ମ୍ୟାରେଜ ଆସିକି ହେଇଗଲାଣି 50 ଇୟର୍ସ ଯାହା ବି ନା 20-25 ଇୟର୍ସ ହେଲାଣି ସେମାନଙ୍କ ଭିତରେ ବହୁତ ଅଣ୍ଡରଷ୍ଟାଣ୍ଡିଂ ଥାଏ କିନ୍ତୁ ଆଜିକା ଜେନେରେସନକୁ ନେଇକି ମୁଁ କହିବି ତ ଆଜି ଯଦି ସେମାନେ ମ୍ୟାରେଜ କରୁଛନ୍ତି କାଲି କି ପହରଦିନ ଭିତରେ ତାଙ୍କର ଦେଖିବେ ଡିଭୋର୍ସ ଫାଇଲ ହଉଛି। ଏକ୍ଜାକ୍ଟଲି କଥା ହଉଛି ବର୍ଷା ଯୋଉ କଥା ଉଠେଇଲେ ଯେ କୁସଙ୍ଗତରେ ପଡିକି କଥା ହେଇଛି କାଲି ଡେଜି ମଧ୍ୟ ସେ କଥା କହିଲେ ଯେ କିଛି ଖରାପ ସାଙ୍ଗ କୁସଙ୍ଗ ସେଠି କିଏ କିଏ ଥିଲେ ଆପଣ ଦେଖିଥିବେ ତାଙ୍କ ସାଙ୍ଗ କିଏ କିଏ ସବୁ। ଶୁଣନ୍ତୁ ଗୋଟେ ଜିନିଷ ହଉଛି ଗୋଟେ ଲୋକର ନେଚର ନିଜର ନେଚର କୁସଙ୍ଗ ହଉ ସେ ଯୋଉଟା ବି ହଉ ଯଦି ମୁଁ ଯଦି ଭଲ ଥିବି ତାହେଲେ ମତେ କେହି ବି ଖରାପ କରିପାରିବେ ନାହିଁ ଠିକ ଅଛି ଯଦି ଗୁଲୁଆର ମନେ ନଥିଲେ ତାକୁ କଣ ଝିଅ ମାନେ ଜବରଦସ୍ତି ଡାକିକି ନଉଥିଲେ କି ତ କେବେ ନେଇପାରିବେନି ନା। କାଷ୍ଟିଂ କାଉଚ କଥା ଆସିଲା ଆଗରୁ ଫିଲ୍ମ ମାନଙ୍କର ଫିଲ୍ମ ଯାତ୍ରାରେ ଆମେ ଶୁଣିଥିଲୁ ଏଥିରେ କାଷ୍ଟିଂ କାଉଚ କଥା ଆସିଲା ଗୋଟେ ଛୋଟ ଭିଡିଓ ପାଇଁ ବି ଏବେ କମ୍ପ୍ରମାଇଜ ଚାଲିଛି। এইটা ମୁଁ ବି ଆପଣଙ୍କୁ କହିବି ମୁଁ ବି ସେ କାଷ୍ଟିଂ କାଉଚର ଶିକାର ହେଇଥିଲି ସେଥିପାଇଁ ମୁଁ ମଡେଲିଂ ଲାଇନ ବି ଛାଡ଼ିକି ଆସିଥିଲି ମୁଁ ଫାଷ୍ଟ ଯେତେବେଳେ ଥିଲି 2009 ଯେତେବେଳେ ମୁଁ ଷ୍ଟାର୍ଟ କରିଥିଲି ଏଇ ଫିଲ୍ମ ଲାଇନର ତ ମତେ ବହୁତ ସାରା ଅଫର ଆସିଥିଲା ତ ତା ପାଇଁ ମତେ କମ୍ପ୍ରମାଇଜ କରିବା ପାଇଁ ବି କହିଥିଲେ ତ ମୁଁ ସେଥିପାଇଁ କି ମୋ କମ୍ପ୍ରମାଇଜ ମୁଁ ଜାଣିଲି ମୁଁ କହିଲି ମୋ ନିଜ ଦମରେ ଯଦି ଥିବ ମୁଁ କରିବି ଯଦି ନିଜ ଦମ ନଥିବ ମୁଁ କରିବିନି ଫିଲ୍ମ ଲାଇନ ମୁଁ ଫିଲ୍ମ ଲାଇନରୁ ବ୍ୟାକ୍ କଲି ସେଥିପାଇଁକା ନିହାତି ନିହାତି ହଉଛି ନିହାତି ପରକୀୟା ପ୍ରୀତିରେ ଜାଣିଲା ପରେ ବର୍ଷାକୁ ମାଡ଼ ମାରିବା ଘଟଣାରେ ବର୍ତ୍ତମାନ ଦୁଇ ଜଣ ଚାହୁଁନାହାନ୍ତି କି ଇଏ କରିବାକୁ ଟଙ୍କା କଥା ହଉଛି ଜମି ଘର ବାଡି ଟଙ୍କା କଥା ୟାର ସତ୍ୟାୟିତ କେତେ ଅଛି? ହଁ ଏକ୍ଜାକ୍ଟଲି ଏଇଟା ଅଛି ଏଇଟା ନଥିଲେ ଜଣେ କାହିଁକି ମାଗିବ ତାଙ୍କ ପାଖରେ ତ ପ୍ରୁଫ୍ ଅଛି ନା ତ ସେଇ ପ୍ରୁଫ୍ଟା ସେ ଦେଖେଇଛନ୍ତି। ବର୍ଷାଙ୍କ ମୁହଁକୁ ନେଇକି ସେ ମୋତେ କହିଥିଲେ ଲାଇଭରେ ମୋତେ କହିଛନ୍ତି କାନ୍ଦି କାନ୍ଦିକା ତାଙ୍କୁ ସୁନ୍ଦର ଦେଖାଯାଉନାହାନ୍ତି 8 ବର୍ଷ ରହିଲେ ସୁନ୍ଦର ଦେଖାହେଲେ 8 ମାସରେ ସୁନ୍ଦର ହେଇଗଲେ କେମିତି? ତାଙ୍କୁ ସେ ସାଇଡରେ ନେଇକି ମିରର ସାମ୍ନାରେ ନେଇକି ଦେଖେଇଛନ୍ତି ଦେଖ ତୁ ମୋ ସହିତ ମ୍ୟାଚ୍ ହଉଛୁ କି ମୁଁ ତତେ ନେଇକି ଫଟୋ ସୁଟ୍ କରିପାରିବି କି ଏଇଟା ବି କହିଛନ୍ତି ସେ ତାଙ୍କୁ। କଣ ଜାଣିଛନ୍ତି କଣ ସେ ବିଷୟରେ ଯୋଉ ଚାକ ମୁହଁ ସୁନ୍ଦର ହଁ ଏଇ ସବୁ ଜିନିଷ ମୁଁ ଜାଣିଛି ଅଲରେଡି ସେ ତାଙ୍କୁ ଯେତେବେଳେ ଫାଷ୍ଟ ତାଙ୍କ ସହିତ ଇଏ ବର୍ଷା କୁହେ କି ତାଙ୍କୁ ସାଙ୍ଗରେ ନେଇକି ଯାଆନ୍ତିନି ବହୁତ ସାରା ଜିନିଷ ଧରିଲା ପରେ ସେ ସେଇଟା ଗୁଲୁଆ ତାଙ୍କୁ କହିଥିଲେ କି ତମେ ଦେଖିଲ ମିରର ସାମ୍ନାରେ ନେଇକି ତାକୁ କହିଥିଲେ କି ତମେ ଦେଖିଲ ମୋ ସହିତ ମ୍ୟାଚ୍ ହଉଛ କି ମୁଁ ତମକୁ ନେଇକି ଗୋଟେ ସେଟ୍ କୁ ଯାଇପାରିବି କି ମୁଁ ଦୁନିଆରେ କହିପାରିବି କି ତମ ମୋ ସ୍ତ୍ରୀ ବୋଲିକି
ଏଇଟା ମୁଁ ଜାଣିଛି। ବୁଲୁଆ ଯେତେବେଳେ ଜିରୋ ଥିଲେ ତାପରେ କିଛି ନଥିଲା ବର୍ଷାଙ୍କ ସହଯୋଗରେ ଏକ୍ଜାକ୍ଟଲି ପଇସା ନା ଅହଙ୍କାର ପାଇଁ ଏଇ ଘଟଣା ଘଟିଲା ଚରିତ୍ରକୁ ନେଇକି ଯୋଉ ପରୀକ୍ଷା ଭିତ୍ତିକୁ ନେଇକି ଏକ୍ଜାକ୍ଟଲି ଗୋଟେ ଜିନିଷ ନା ଆମେ ମାନେ ଭାବନ୍ତି ଆମେ ଉପରକୁ ଉଠିଗଲେ ଆମେ କିଛି ବି କରିପାରିବା। ତ ସେଇ ଜିନିଷଟା ହଉଛି ଲୋକଙ୍କର ଭୁଲ କନସେପ୍ଟ। ଆମେ ଯଦି ଗୋଟେ ଛୋଟରୁ ଯଦି ବଡ ହେଇଛନ୍ତି ଆମେ ସେ ବଡ ପଏଣ୍ଟଟା ଲିଭେଇବା, ଆମେ ଛୋଟ ଆଡକୁ ଯିବାନି। ଠିକ ଅଛି, ଗୋଟେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହୁଏ, ଝଗଡା ହେଲେ ଗୋଟେ 2 ଦିନ ସର୍ଟ ଆଉଟ୍ ହୁଏ କି ମାସେ 2 ମାସରେ ହୁଏ, କିନ୍ତୁ ଏତେ ବାଟ ବଢିକି ଯିବା କଥା ନୁହଁ। ଯୋଉଟା କି ଆଜିକି ଯେତିକି ବର୍ଷ ହେଲାଣି ତାଙ୍କର ଚାଲିଛି ଏସବୁ ଜିନିଷ କଣ୍ଟ୍ରୋଭର୍ସି ଚାଲିଛି। ତ ସେଇଟାକୁ ଆପଣ ଚାହିଁଥିଲେ, ସେମାନେ ଚାହିଁଥିଲେ ମଝିରେ ସର୍ଟ ଆଉଟ୍ କରିପାରିଥାନ୍ତେ, ସେ ଗୁଲୁଆ ତାକୁ ଆନିମାଲି ଦେଇଥାନ୍ତା, ଦେଲା ପରେ ଯାଇକି ଏଇଟା ସବୁ ସର୍ଟ ଆଉଟ୍ କରିଥାନ୍ତା, ଏତେ ସବୁ ଜିନିଷ ପ୍ରୋବ୍ଲେମ ହେଇନଥାନ୍ତା ନା। ତମେ ଏଟେ ବଡ ବଡ ସେଲିବ୍ରିଟି ଅଛ, ତମ ପାଖରେ ତ ପଇସା ବି ଅଛି, ସେଥିପାଇଁ ତ ଦେଇକି ମ୍ୟାଟର ଖତମ କରିଥାନ୍ତ। ଜିରୋରୁ ହିରୋ ହେଲା ପରେ ଜିରୋକୁ ଭୁଲିଗଲେ ବୁଲୁଆ। ଏକ୍ଜାକ୍ଟଲି ସେଇ ଜିନିଷଟା, ସେଇ ଜିରୋରୁ ହିରୋ ହେଇଗଲା ପରେ ତା ମୁଣ୍ଡକୁ ହାତ ପାଇଯାଏ ନା, ସେଥିପାଇଁକା ଲୋକମାନେ ଭାବନ୍ତି ଆମେ କିଛି ବି କରିପାରିବୁ, ଆମ ପାଖରେ ପଇସା ଅଛି, ଆମେ କିଛି ବି କାହା ସହିତ ୟୁଜ କରିପାରିବୁ ସବୁ ଜିନିଷକୁ।